शुभ सकाळ ମୁଁ ଡକ୍ଟର ଶିବପ୍ରସନ୍ନ ପାଠୀ। ପ୍ରିୟ ଛାତ୍ରଛାତ୍ରୀଗଣ, ଆଜି ଆମେ ଏ ଆଲୋଚନା କାର୍ଯ୍ୟକ୍ରମରେ ମଧ୍ୟଯୁଗୀୟ ଭାରତ ଇତିହାସର ଶାସକ ଆଲାଉଦ୍ଦିନ ଖିଲଜି ଏବଂ ମହମ୍ମଦ ବିନ୍ ତୁଗଲକଙ୍କ ବିଷୟରେ 20 ଗୋଟି ବଛା ବଛା ପ୍ରଶ୍ନକୁ ଆଲୋଚନା କରିବା। ଏ ସମସ୍ତ ପ୍ରଶ୍ନ ମୁଁ ଜେଲ ମେଟା ପୁସ୍ତକରୁ ସଂଗ୍ରହ କରିଅଛି ଆପଣମାନଙ୍କର ହିତ ଉଦ୍ଦେଶ୍ୟରେ, ପ୍ରତିଯୋଗିତାମୂଳକ ପରୀକ୍ଷା ଉଦ୍ଦେଶ୍ୟରେ। ମୁଁ ଛାତ୍ରଛାତ୍ରୀମାନଙ୍କୁ କହି ରଖେ, ଆପଣମାନେ ପ୍ରଶ୍ନଟିଏ ଯେତେବେଳେ ଶୁଣୁଛନ୍ତି ପଜ୍ କରି ଉତ୍ତରଟିକୁ ଭାବିବେ ଆପଣଙ୍କୁ ଜଣା ଅଛି ନା ନାହିଁ। ମୁଁ ମୋର କାର୍ଯ୍ୟକ୍ରମ ଜାରି ରଖିଛି, ଉତ୍ତର କହି ରଖିବି, କିନ୍ତୁ ଆପଣମାନେ ନିଜକୁ ଥରେ ଥରେ ପରୀକ୍ଷା କରନ୍ତୁ, ଜାଣିନେବେ ଆପଣ କେତେ ଦୂର ପ୍ରସ୍ତୁତ ଅଛନ୍ତି। ତାକୁ ଧରିକି ନିଜର ପ୍ରସ୍ତୁତି ପର୍ବକୁ ଆଗେଇ ନେବେ। ଚାଲନ୍ତୁ ପ୍ରଥମ ପ୍ରଶ୍ନ ଦେଖିବା କ'ଣ କହୁଛି। ହୁ ମର୍ଡରଡ୍ ଟୁ ଜଲାଲୁଦ୍ଦିନ ଖିଲଜି? ଜଲାଲୁଦ୍ଦିନ ଖିଲଜିଙ୍କୁ କିଏ ହତ୍ୟା କରିଥିଲେ? ଆଲାଉଦ୍ଦିନ ଖିଲଜି, ଗିୟାସୁଦ୍ଦିନ ତୁଗଲକ, ମହମ୍ମଦ ବିନ୍ ତୁଗଲକ, ନନ୍ ଅଫ୍ ଦ ଏଭ। ଏ ଭିତରୁ କିଏ ପିଲାମାନେ? ଏକର ଉତ୍ତରଟା ପିଲାମାନେ ହେବ ବି, ଗିୟାସୁଦ୍ଦିନ ତୁଗଲକ। ଗିୟାସୁଦ୍ଦିନ ତୁଗଲକ ଯିଏକି ଜଲାଲୁଦ୍ଦିନ ଖିଲଜିଙ୍କୁ ହତ୍ୟା କରିଥିଲେ। ତାପରେ ଆମେ ଦେଖିବା ପିଲାମାନେ 2 ନମ୍ବର ପ୍ରଶ୍ନ। ହୁଇଚ୍ ଅଫ୍ ଦ ଫଲୋଇଂ ମେଜରମେଣ୍ଟ ଏକ୍ସେପ୍ଟ ବାଇ ଆଲାଉଦ୍ଦିନ ଖିଲଜି ଫର୍ ଲ୍ୟାଣ୍ଡ ମେଜରମେଣ୍ଟ? ବିସା, ସୋଲା, ମାଣ, ସରା। ପିଲାମାନେ ଏଇ ବିସା, ସୋଲା, ମାଣ, ସରା ଗୋଟିଏ ଗୋଟିଏ ମାପର ମାଧ୍ୟମ। ଆଲାଉଦ୍ଦିନ ଖିଲଜି ତାଙ୍କ ଶାସନ ସମୟରେ ଜମିକୁ ମାପିବା ପାଇଁ ଏହି ଭିତରୁ କେଉଁଟିକୁ ବ୍ୟବହାର କରିଥିଲେ? ପିଲାମାନେ ଆଲାଉଦ୍ଦିନ ଖିଲଜିଙ୍କର ଶାସନ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କର PGT SSB ସିଲାବସ୍ରେ ରହିଅଛି, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଲାଉଦ୍ଦିନ ଖିଲଜି ଜମି ମାପିବା ପାଇଁ ବିସାକୁ ବ୍ୟବହାର କରୁଥିଲେ। 2ର ଉତ୍ତରଟା ପିଲାମାନେ ହେବ ଏ, ବିସାକୁ ବ୍ୟବହାର କରୁଥିଲେ ଆଲାଉଦ୍ଦିନ ଖିଲଜି। ତାପରେ ଆମେ ଦେଖିବା 3। ହ୍ୱାଟ୍ ଇଜ୍ ଦ ଡ୍ୟୁଟି ଅଫ୍ ଦିୱାନ-ଇ ରିୟାସତ ଡ୍ୟୁରିଂ ଦ ରୁଲିଂ ଟାଇମ୍ ଅଫ୍ ଆଲାଉଦ୍ଦିନ ଖିଲଜି? କଣ୍ଟ୍ରୋଲ ଟୁ ଟ୍ରେଡର୍ସ, କଣ୍ଟ୍ରୋଲ ଟୁ ମିଲିଟାରୀ, କଣ୍ଟ୍ରୋଲ ଟୁ ଫାଇନାନ୍ସ, ନନ୍ ଅଫ୍ ଦ ଏଭ। ଏ ଭିତରୁ ବି କେଉଁଠୁ ନୁହେଁ। ମନେ ରଖନ୍ତୁ, ଅଫିସର ଗୁଡ଼ିକ ବିଷୟରେ ମଧ୍ୟ ପ୍ରଶ୍ନ ଆସିବ। ଦିୱାନ-ଇ ରିୟାସତର କାମ କ'ଣ ଥିଲା ଆଲାଉଦ୍ଦିନ ଖିଲଜିଙ୍କର ଶାସନ ସମୟରେ? ପ୍ରଶ୍ନ ଅଛି ଏହା। 3ର ଉତ୍ତର ହେବ ଏ, କଣ୍ଟ୍ରୋଲ ଟୁ ଟ୍ରେଡର୍ସ। ଆଲାଉଦ୍ଦିନ ଖିଲଜିଙ୍କର ମାର୍କେଟ ପଲିସି ଇତିହାସ ପ୍ରସିଦ୍ଧ। ଅନେକ ସଂସ୍କାର ସେ ଆଣିଛନ୍ତି, ଦରଦାମକୁ ନିୟନ୍ତ୍ରଣ କରିଛନ୍ତି। ତେଣୁ ଆମକୁ ଆଲାଉଦ୍ଦିନ ଖିଲଜିଙ୍କର ମାର୍କେଟ ରିଫର୍ମ ପଲିସିକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ତ ଦିୱାନ-ଇ ରିୟାସତର ଅର୍ଥ ହେଲା କଣ୍ଟ୍ରୋଲ ଟୁ ଟ୍ରେଡର୍ସ। ବାଣିଜ୍ୟ ବ୍ୟବସାୟକୁ କେମିତି କଣ୍ଟ୍ରୋଲ କରାଯିବ, ନିୟନ୍ତ୍ରଣରେ ରଖାଯିବ, ତା କାମ ଥିଲା ଦିୱାନ-ଇ ରିୟାସତର। ତାପରେ ଦେଖିବା ପିଲାମାନେ 4 ନମ୍ବର ପ୍ରଶ୍ନ। ବାରିଦ-ଇ ମାମାଲିକ ୱାଜ୍ ଦ ହୁଇଚ୍ ଡିପାର୍ଟମେଣ୍ଟ ଅଣ୍ଡର ଆଲାଉଦ୍ଦିନ ଖିଲଜି? ପୋଲିସ ଡିପାର୍ଟମେଣ୍ଟ, ସିକ୍ରେଟ ଡିପାର୍ଟମେଣ୍ଟ, ଏଗ୍ରିକଲଚର ଡିପାର୍ଟମେଣ୍ଟ, ମିଲିଟାରୀ ଡିପାର୍ଟମେଣ୍ଟ। ବାରିଦ-ଇ ମାମାଲିକ ଆଲାଉଦ୍ଦିନ ଖିଲଜିଙ୍କର ଶାସନ ସମୟରେ ଇଏ ଗୋଟେ ବିଭାଗ ଥିଲା। ତ ଇଏ କେଉଁ ବିଭାଗ? 4 ନମ୍ବରର ଉତ୍ତର ହେବ ପିଲାମାନେ ବି, ସିକ୍ରେଟ ଡିପାର୍ଟମେଣ୍ଟ। ଏଇ ଯେଉଁ ବାରିଦ-ଇ ମାମାଲିକ ତାଙ୍କ କାମ ଥିଲା ଗୁପ୍ତଚର କାମ କରିବେ ଏବଂ ଶାସକଙ୍କୁ ଗୁପ୍ତ ଭାବରେ ଖବର ଦେବେ ରାଜ୍ୟ ବିଷୟରେ। ତାପରେ ଦେଖିବା ନେକ୍ସଟ 5 ନମ୍ବର ପ୍ରଶ୍ନ। ହୁଇଚ୍ ଅଫ୍ ଦି ଫଲୋଇଂ ଅଫିସର ନଟ୍ ଏ ମାର୍କେଟ କଣ୍ଟ୍ରୋଲିଂ ଅଫିସର ଅଣ୍ଡର ଆଲାଉଦ୍ଦିନ ଖିଲଜି? 5 ନମ୍ବର ପ୍ରଶ୍ନ କହୁଛି ଯେ ନିମ୍ନରେ ଦିଆଯାଇଥିବା ଅଫିସରମାନଙ୍କ ମଧ୍ୟରୁ କେଉଁଟା ବାଣିଜ୍ୟ ବ୍ୟବସାୟ ବା ବଜାରକୁ ନିୟନ୍ତ୍ରଣ କରୁଥିବା ଅଫିସର ନୁହଁ? ତ ସେ ଆଲାଉଦ୍ଦିନ ଖିଲଜିଙ୍କ ଶାସନ ସମୟରେ ବଜାର ବ୍ୟବସ୍ଥା ଭଲ ଥିଲା, ଗୁଡ଼ିଏ ଅଫିସର ନିଯୁକ୍ତି ହେଉଥିଲେ ବଜାରକୁ ନିୟନ୍ତ୍ରଣ କରିବା ପାଇଁ। ଏ ଭିତରୁ କେଉଁ ଜଣଙ୍କ ବଜାର ନିୟନ୍ତ୍ରଣ କରୁନଥିଲେ? ତାର ଅର୍ଥ 3 ଜଣ ବଜାର ନିୟନ୍ତ୍ରଣ କରୁଥିଲେ। ସେ 3 ଜଣଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣର ସହିତ ଆପଣମାନେ ମନେ ରଖିବେ। ଦିୱାନ-ଇ ରିୟାସତ, ଶାହନା-ଇ ମଣ୍ଡି, ସରାଇ ଅଦାଲ, ନବାବ। ତ ପିଲାମାନେ 5 ନମ୍ବରର ଏଇଠି ଉତ୍ତରଟି ହେବ ନବାବ। ନବାବ ମାନେ ମାର୍କେଟ କଣ୍ଟ୍ରୋଲ କରୁନଥିଲେ।
ଦିବାନାଇ ରିୟାସତ, ଶାହାନାଇ ମଣ୍ଡି, ସରାଇ ଅଦଲା ଏବଂ ଆହୁରି ଗୋଟିଏ ବି ଅଫିସର ଅଛନ୍ତି। ଏହି 4 ଜଣଙ୍କର କାମ ଥିଲା ବଜାରକୁ ନିୟନ୍ତ୍ରଣ କରିବା ଆଲାଉଦ୍ଦିନ ଖିଲଜିଙ୍କର ଶାସନ ସମୟରେ। କାହିଁକି ବଜାର ଗୋଟେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରୁଥିଲା ସମାଜର ଅର୍ଥନୈତିକ ବ୍ୟବସ୍ଥାକୁ ବାଲାନ୍ସ କରିବା ପାଇଁ। ଆଲାଉଦ୍ଦିନ ଖିଲଜି ସେ ଉପରେ ଉପଯୁକ୍ତ ଜ୍ଞାନ ଥିବାରୁ ଏହି ପ୍ରୟାସ କରିଥିଲେ। ତାପରେ ଆମେ ପଢ଼ିବା ପିଲାମାନେ 6 ନମ୍ବର, ହୁଇଚ୍ ଅଫ୍ ଦ ଫଲୋଇଂ ଷ୍ଟେଟମେଣ୍ଟ ଇଜ୍ ଟ୍ରୁ ଆବାଉଟ୍ ଆଲାଉଦ୍ଦିନ ଖିଲଜି। ନିମ୍ନ ଦେଇଥିବା ମତ ଗୁଡ଼ିକ ଭିତରୁ କେଉଁଟା ସତ୍ୟ ଆଲାଉଦ୍ଦିନ ଖିଲଜିଙ୍କ ବିଷୟରେ? ଇନ୍ 1316 ଆଲାଉଦ୍ଦିନ ଖିଲଜି ଡାଏଡ୍। 1316 ମସିହାରେ ଆଲାଉଦ୍ଦିନ ଖିଲଜିଙ୍କର ମୃତ୍ୟୁ ହୋଇଥିଲା। ଏଇଟା ସତ୍ୟ ପିଲାମାନେ ମନେ ରଖିବେ। ସବୁ ଗୋଟେ ଗୋଟେ ପ୍ରଶ୍ନ, କେବେ ଆଲାଉଦ୍ଦିନ ଖିଲଜିଙ୍କର ମୃତ୍ୟୁ ହୋଇଥିଲା ଯଦି ଆସିବ ଆପଣମାନେ 1316କୁ ରାଇଟ୍ ମାରିବେ। ଆଲାଉଦ୍ଦିନ ଖିଲଜି ବିଗେନ୍ ବ୍ରାଣ୍ଡିଂ ଅଫ୍ ହର୍ସ, ଏଇଟା ବି ସତ୍ୟ। ଆଲାଉଦ୍ଦିନ ଖିଲଜି ବ୍ରାଣ୍ଡିଂ ଅଫ୍ ହର୍ସ ବା ଘୋଡ଼ା ଗୁଡ଼ିକୁ ବ୍ରାଣ୍ଡ କରିବାରେ ବା କ୍ୟାଟେଗୋରୀ କରିବାରେ ବ୍ୟବସ୍ଥା ଆରମ୍ଭ କରିଥିଲେ, ଯାହାଫଳରେ ଉତ୍ତମ ପ୍ରକାରର ଘୋଡ଼ା ତାଙ୍କ ସେନାବାହିନୀରେ ରହିଥିଲା। ଯଦି କୌଣସି କାରଣବଶତଃ ଜଣେ ଚିଟିଂ କରିକି ଦୁର୍ବଳ ଘୋଡ଼ାକୁ ବିକି ଦେଉଥିଲା ତାକୁ ଧରିକି ପାନିସମେଣ୍ଟ ସେ ପାଉଥିଲା, ଏଇଟା ବି ଠିକ୍। ଆଲାଉଦ୍ଦିନ ଖିଲଜି ଏଣ୍ଡେଡ୍ ଦ ଲ୍ୟାଣ୍ଡ ଗ୍ରାଣ୍ଟ ସିଷ୍ଟମ୍। ଆଲାଉଦ୍ଦିନ ଖିଲଜି ତାଙ୍କ ଶାସନ ସମୟରେ ଏ ସାମନ୍ତ, ପୂଜକ, ଉଲେମା ବା ଯେଉଁଟା ଡୋନେସନ୍ କ୍ୟାଟେଗୋରୀ ଥିଲା ଲ୍ୟାଣ୍ଡ, ତାକୁ ସେ ଟୋଟାଲ୍ ଲ୍ୟାଣ୍ଡ ଗ୍ରାଣ୍ଟ ହିଁ ଉଠାଇଦେଲେ ରାଜ୍ୟରେ ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ। ଅଲ୍ ଅଫ୍ ଦ ପିଲାମାନେ ଏଠି 6ର ଉତ୍ତରଟା ହେବ ଡି, ଅଲ୍ ଅଫ୍ ଦ ଏଭବ୍। କିନ୍ତୁ ଆପଣମାନେ ମନେ ରଖିବେ ଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇପାରେ, ଆଲାଉଦ୍ଦିନ ଖିଲଜିଙ୍କର କେବେ ମୃତ୍ୟୁ ହୋଇଥିଲା? 1316। ହୁ ଷ୍ଟାର୍ଟେଡ୍ ଦ ବ୍ରାଣ୍ଡିଂ ଅଫ୍ ହର୍ସ? ପଚାରିବ ଯଦି ପ୍ରଶ୍ନ, ଅପସନ୍ ଭିତରେ ଦେଖିବେ ଆଲାଉଦ୍ଦିନ ଖିଲଜି ଅଛି ନା ନାହିଁ, ଇଏ ଗୋଟେ ପ୍ରଶ୍ନ। ଏଣ୍ଡ ହୁଇଚ୍ ଖିଲଜି ରୁଲର ଏଣ୍ଡେଡ୍ ଦ ଲ୍ୟାଣ୍ଡ ଗ୍ରାଣ୍ଟ ସିଷ୍ଟମ୍? ତାର ଉତ୍ତର ହେବ ଆପଣଙ୍କର ଆଲାଉଦ୍ଦିନ ଖିଲଜି। 6ର ଉତ୍ତର ସିନା ଏଇଟା ଡି, ଆପଣଙ୍କୁ ABC ମନେ ରଖିବାକୁ ପଡ଼ିବ। ଏ 3ଟା ଗୋଟିଏ ଗୋଟିଏ ନିଜସ୍ୱ ପ୍ରଶ୍ନ। ତାପରେ ଆମେ ଦେଖିବା ପିଲାମାନେ 7 ନମ୍ବର ପ୍ରଶ୍ନ, ଟୁ ହୁମ୍ ଆଲାଉଦ୍ଦିନ ଖିଲଜି ଆପଏଣ୍ଟେଡ୍ ଫର୍ ଇମ୍ପ୍ରୁଭ୍ ଦ ଆର୍ମି? କାହାକୁ ନିଯୁକ୍ତି କରିଥିଲେ ସେନାବାହିନୀରେ ଉନ୍ନତି ଆଣିବା ପାଇଁ? ଦିବାନୀ ରିୟାସତ, ଶାହାନାଇ ମଣ୍ଡି, ସରାଇ ଅଦଲ, ଦିବାନାଇ ଆର୍ଜି। ଷ୍ଟାର ବାଲା ପ୍ରଶ୍ନ ପିଲାମାନେ ଅନେକ ପରୀକ୍ଷାରେ ଆସିଛି, ଆସିବ ମଧ୍ୟ ଆଗକୁ ଅନେକ ପରୀକ୍ଷାରେ। 7 ନମ୍ବରର ଉତ୍ତର ହେବ ଦିବାନାଇ ଆରିଜ୍। ଦିବାନାଇ ଆରିଜ୍ ଗୋଟେ ପଦବୀ, ତାଙ୍କୁ ନିଯୁକ୍ତି କରାଯାଉଥିଲା ଆର୍ମିର ଉନ୍ନତି କରିବା ପାଇଁ, ସ୍ୱତନ୍ତ୍ର ଭାବରେ ସୃଷ୍ଟି କରିଥିଲେ ଆଲାଉଦ୍ଦିନ ଖିଲଜି। ଆଉ ଦିବାନୀ ରିୟାସତ, ଶାହାନାଇ ମଣ୍ଡି, ସରାଇ ଅଦାଲତ, ମାର୍କେଟିଂ କଣ୍ଟ୍ରୋଲ ଅଫିସର ଆମେ ଆଗରୁ ଆଲୋଚନା କରିଛନ୍ତି। 7ର ଉତ୍ତରଟି ହେବ ପିଲାମାନେ ଡି, ଦିବାନ ଆଇ ଆରିଜ୍। ବର୍ତ୍ତମାନ ଦେଖିବା ଆମେ 8, ହୁ ଓପନେଡ୍ ଦ ଡିପାର୍ଟମେଣ୍ଟ ଦିବାନ ଆଇ କୋହି? କିଏ ଦିବାନ ଆଇ କୋହି ବୋଲି ଗୋଟିଏ ବିଭାଗ ଖୋଲିଥିଲେ? ଆଲାଉଦ୍ଦିନ ଖିଲଜି, ଗିୟାସୁଦ୍ଦିନ ତୋଗଲକ, ମହମ୍ମଦ ବିନ୍ ତୋଗଲକ, ନନ୍ ଅଫ୍ ଦ ଏଭବ୍। ତ ପିଲାମାନେ ଏଇଟା 8 ନମ୍ବରର ଉତ୍ତରଟି ହେଲା ସି, ମହମ୍ମଦ ବିନ୍ ତୋଗଲକ। ମହମ୍ମଦ ବିନ୍ ତୋଗଲକ ତାଙ୍କର ଶାସନ ସମୟରେ ଦିବାନ ଇ କୋହି ନାମକ ଗୋଟିଏ ବିଭାଗ ଖୋଲିଥିଲେ। ତାପରେ ଦେଖିବା ପିଲାମାନେ 9 ନମ୍ବର ପ୍ରଶ୍ନ, ହୁଇଚ୍ ଅଫ୍ ଦ ସୁଲତାନ ଇନସ୍କ୍ରାଇବ୍ଡ ଅନ୍ ହିଜ୍ କଏନ୍ ଅଲ୍ ସୁଲତାନ ଜିଲ୍ ଆଲା? କେଉଁ ଶାସକ ଦିଲ୍ଲୀର ନିଜର ମୁଦ୍ରା ଉପରେ ଅଲ୍ ସୁଲତାନ ଜିଲି ଆଲା ନାମକ ଛପେଇଥିଲେ? এই অল সুলতান জিন্না কন্টেন্টটা ছপাইଥିଲେ? আলাউদ্দিন খিলজি, বলবন, মহম্মদ বিন তোগলক, নন বা নন অফ দ এভব। পিলাମାନେ ଏଇଟା 9 ନମ୍ବରର ଉତ୍ତରଟି ହେବ ମହମ୍ମଦ ବିନ୍ ତୋଗଲକ। ମହମ୍ମଦ ବିନ୍ ତୋଗଲକ ତାଙ୍କର ମୁଦ୍ରା ଗୁଡ଼ିକରେ ଅଲ୍ ସୁଲତାନ ଜିଲ୍ ଆଲା ବୋଲି ଛପାଇଥିଲେ ପିଲାମାନେ। ତାପରେ ଆମେ ଦେଖିବା ପିଲାମାନେ 10 ନମ୍ବର ପ୍ରଶ୍ନ, ଇବାନ ବାତୁତା ଦ ଆଫ୍ରିକାନ୍ ଟ୍ରାଭେଲର କେମ୍ ଟୁ ଇଣ୍ଡିଆ ଡ୍ୟୁରିଂ ହୁଇଚ୍ ସୁଲତାନ ପିରିୟଡ଼? ଇବାନ ବାତୁତା, ଯିଏକୁ ମର୍କୋକୋର କୁହାଯାଉଛି, ଆଫ୍ରିକାର କୁହାଯାଉଛି, ସେ ହେଉଛନ୍ତି ଜଣେ ପରିବ୍ରାଜକ। ସେ ଭାରତକୁ ଆସିଥିଲେ କେଉଁ ସୁଲତାନଙ୍କର ଶାସନ ସମୟରେ ଆସିଥିଲେ? ଆଲାଉଦ୍ଦିନ ଖିଲଜି, ଗିୟାସୁଦ୍ଦିନ ତୋଗଲକ, ମହମ୍ମଦ ବିନ୍ ତୋଗଲକ, ନନ୍ ଅଫ୍ ଦ ଏଭବ୍। ତ ପିଲାମାନେ 10 ନମ୍ବରର ଉତ୍ତରଟି ହେବ ସି, ମହମ୍ମଦ ବିନ୍ ତୋଗଲକ। ମହମ୍ମଦ ବିନ୍ ତୋଗଲକଙ୍କର ଶାସନ ସମୟରେ ଆସିଥିଲେ
କିଏ ପିଲାମାନେ? ଇବାନ ବାତୁତା ଭାରତକୁ ଆସିଥିଲେ ଏବଂ ଇବାନ ବାତୁତା ମଧ୍ୟ ମହମ୍ମଦ ତୁଗଲକଙ୍କର ଅଫିସରେ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ଅଫିସର ଭାବରେ। ତାପରେ ଆମେ ଦେଖିବା ପିଲାମାନେ ନେକ୍ସଟ ହେଉଛି 11 ନମ୍ବର ପ୍ରଶ୍ନ। 11 ନମ୍ବର ପ୍ରଶ୍ନ କ'ଣ କହୁଛି? ହୁଇଚ୍ ଅଫ୍ ଦ ଫଲୋଇଂ ଜଏଣ୍ଟ ସେଇନ୍ ହେଇଛି ସେଣ୍ଟ କରିବେ ସନ୍ନ୍ୟାସୀ ୱାଜ୍ କାଲ୍ଡ ଆଣ୍ଡ ହନର୍ଡ ଇନ୍ ଦ କୋର୍ଟ ବାଇ ମହମ୍ମଦ ବିନ୍ ତୁଗଲକ। କେଉଁ ଜୈନ ସନ୍ନ୍ୟାସୀଙ୍କୁ ମହମ୍ମଦ ବିନ୍ ତୁଗଲକ ନିଜ ଦରବାରକୁ ଡାକି ସମ୍ମାନିତ କରିଥିଲେ? ପ୍ରଭୁସୁରୀ, ସାମନ୍ତ ଭାଦ୍ରା, କୁଣ୍ଡା କୁଣ୍ଡା, ପୂଜ୍ୟ ପଢ଼ା। କେଉଁ ଜୈନ ସନ୍ନ୍ୟାସୀ ପିଲାମାନେ? 11 ନମ୍ବରର ଉତ୍ତରଟି ପିଲାମାନେ ହେବ ଏ ପ୍ରଭୁସୁରୀ। ପ୍ରଭୁସୁରୀ ହେଉଛନ୍ତି ମହମ୍ମଦ ବିନ୍ ତୁଗଲକଙ୍କର ଶାସନ ସମୟର ଜଣେ ପ୍ରସିଦ୍ଧ ଜୈନ ସନ୍ନ୍ୟାସୀ। ମହମ୍ମଦ ବିନ୍ ତାଙ୍କୁ ନିଜ ରାଜଦରବାରକୁ ନିମନ୍ତ୍ରଣ କରିଥିଲେ ଏବଂ ସମ୍ମାନିତ କରିଥିଲେ। 11ର ଉତ୍ତରଟି ପିଲାମାନେ ହେବ ଏ। ନେକ୍ସଟ ହେଉଛି 12 ନମ୍ବର ପ୍ରଶ୍ନ। ହୁ ଇସ୍ୟୁଡ୍ ଅଦାଲି ଆଲାଉଦ୍ଦିନ ଖିଲଜି, ଗିୟାସୁଦ୍ଦିନ ତୁଗଲକ, ମହମ୍ମଦ ବିନ୍ ତୁଗଲକ, ନନ୍ ଅଫ୍ ଦ ଏବୋଭ୍। ତ ପିଲାମାନେ 12 ନମ୍ବରର ଉତ୍ତରଟି ହେବ ସି ମହମ୍ମଦ ବିନ୍ ତୁଗଲକ। ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ ଅଦାଲି ନାମକ ଗୋଟିଏ ମୁଦ୍ରା ପ୍ରଚଳିତ କରିଥିଲେ ମହମ୍ମଦ ବିନ୍ ତୁଗଲକ। ମହମ୍ମଦ ବିନ୍ ତୁଗଲକଙ୍କର ଅନ୍ୟାନ୍ୟ କରେନ୍ସି ପଲିସି ବି ଦେଖିବେ ପିଲାମାନେ, ପରୀକ୍ଷା ପାଇଁ ଆସୁଛି, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟଟିଏ। ତାପରେ ଦେଖିବା ନେକ୍ସଟ ପ୍ରଶ୍ନ 13 ଦେଖିବା। ମହମ୍ମଦ ବିନ୍ ତୁଗଲକ ବିଲ୍ଟ ହୁଇଚ୍ ଅଫ୍ ଦ ଫୋର୍ଟ। ମହମ୍ମଦ ବିନ୍ ତୁଗଲକ ତାଙ୍କ ଶାସନ ସମୟରେ କିଛି ଆର୍କିଟେକ୍ଚର ମଧ୍ୟ କରିଥିଲେ ଯାହାକି ଇତିହାସରେ ଗୁରୁତ୍ୱପୂର୍ଣ୍ଣ। କେଉଁ ଫୋର୍ଟଟି ସେ ନିର୍ମାଣ କରିଥିଲେ? ବାରବାଟୀ, ଅଦିଲାବାଦ, ସତପାଲା, ନନ୍ ଅଫ୍ ଦ ଏବୋଭ୍। ତ ପିଲାମାନେ ଏଠି 13 ନମ୍ବରର ଉତ୍ତରଟି ହେବ ବି ଅଦିଲାବାଦ। ଅଦିଲାବାଦ ଠାରେ ଗୋଟିଏ ଦୁର୍ଗ ନିର୍ମାଣ କରିଥିଲେ ମହମ୍ମଦ ବିନ୍ ତୁଗଲକ, ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପିଲାମାନେ ପରୀକ୍ଷାରେ ଆସେ। ତାପରେ ଦେଖିବା ନେକ୍ସଟ 14 ନମ୍ବର ପ୍ରଶ୍ନ। ମହମ୍ମଦ ବିନ୍ ତୁଗଲକ ବିଲ୍ଟ କୁସ୍ ଆଇ ଶିକାର ଏ ପ୍ଲେସ୍ ଫର୍ ହୁଇଚ୍ ପର୍ପଜ୍। ମହମ୍ମଦ ବିନ୍ ତୁଗଲକ ତାଙ୍କ ଶାସନ ସମୟରେ କୁସ୍ ଆଇ ଶିକାର ବୋଲି ଗୋଟିଏ ଜାଗା ନିର୍ମାଣ କରିଥିଲେ। କେଉଁ କାର୍ଯ୍ୟ ପାଇଁ? ଏଜୁକେସନ୍ ଶିକ୍ଷା ପାଇଁ, ଟ୍ରେଡ୍ ବାଣିଜ୍ୟ ପାଇଁ, ହଣ୍ଟିଂ ଶିକାର ପାଇଁ, ପ୍ଲେଗ୍ରାଉଣ୍ଡ ଖେଳିବା ପାଇଁ। ତ ପିଲାମାନେ ଏଇଠି 14 ନମ୍ବରର ଉତ୍ତରଟା ହେବ ସି ହଣ୍ଟିଂ ପାଇଁ। କୁସିକ୍ ଆଇ ଶିକାର ବୋଲି ଗୋଟିଏ ସ୍ଥାନ ସେ ନିର୍ମାଣ କରିଥିଲେ ଯେଉଁଠିକି ସେ ରହିକି ଶିକାର କରୁଥିଲେ। ତାପରେ ଦେଖିବା ନେକ୍ସଟ ପିଲାମାନେ 15। ହୁଇଚ୍ ଅଫ୍ ଦ ଫଲୋଇଂ ନଟ୍ ବିଲ୍ଟ ବାଇ ମହମ୍ମଦ ବିନ୍ ତୁଗଲକ। ଏ ଭିତରୁ କେଉଁଟା ମହମ୍ମଦ ବିନ୍ ତୁଗଲକଙ୍କର ଦ୍ୱାରା ନିର୍ମାଣ କରାଯାଇନି? ଟମ୍ ଅଫ୍ ଗିୟାସୁଦ୍ଦିନ, ଏଇଟା ପିଲାମାନେ ମହମ୍ମଦ ବିନ୍ ତୁଗଲକଙ୍କର ସମୟରେ ନିର୍ମାଣ କରାଯାଇଛି। ଅଦିଲା ଫୋର୍ଟ, ଏହି ଦୁର୍ଗଟି ମଧ୍ୟ ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ ନିର୍ମାଣ କରାଯାଇଛି। ତାପରେ ବାହାର ଖମ୍ବା ପ୍ୟାଲେସ୍, ଏଇଟା ମଧ୍ୟ ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ ନିର୍ମାଣ କରାଯାଇଛି। ନନ୍ ଅଫ୍ ଦ ଏବୋଭ୍, ଏ ଭିତରେ ସେ କିଛି ବି ନାହିଁ, ସେ ନିର୍ମାଣ କେଉଁଟା କରିଛନ୍ତି ନାହିଁ, ସବୁ ଯାହା ସେ ନିର୍ମାଣ କରିଛନ୍ତି। ତେଣୁ 15 ନମ୍ବର ଉତ୍ତରଟି ହେବ ନନ୍ ଅଫ୍ ଦ ଏବୋଭ୍। ତାପରେ ଆମେ ଦେଖିବା ପିଲାମାନେ ନେକ୍ସଟ 16 ନମ୍ବର ପ୍ରଶ୍ନ କ'ଣ କହୁଛି ଆମକୁ? ହୁ ସେଡ୍ ଦ୍ୟାଟ୍ ହ୍ୱାଇଲ୍ ଚେଞ୍ଜିଂ ଇଜ୍ କ୍ୟାପିଟାଲ ମହମ୍ମଦ ବିନ୍ ତୁଗଲକ ପୁଲ୍ଡ ଦ ଲେମ୍ ଏଣ୍ଡ ବ୍ଲାଇଣ୍ଡ ଦେର୍। ଇବାନ ବାତୁତା, ବରାଣୀ, V.S. ସ୍ମିଥ୍, K.S. ଲାଲ୍। କିଏ କହିଲେ ମହମ୍ମଦ ବିନ୍ ତୁଗଲକ ଯେତେବେଳେ ତାଙ୍କର ରାଜଧାନୀକୁ ପରିବର୍ତ୍ତନ କଲେ ଦିଲ୍ଲୀରୁ ଦୌଲତାବାଦ, ସେତେବେଳେ ଲେମ୍ ଏଣ୍ଡ ବ୍ଲାଇଣ୍ଡ ମାନେ ଯେଉଁମାନେ ଶାରୀରିକ ଅକ୍ଷମ, ଅଙ୍ଗ ଅକ୍ଷମ, ଛୋଟା ଏବଂ ଅନ୍ଧଙ୍କୁ ମଧ୍ୟ ଝିକିକି ନିଆଯାଇଥିଲା ଦୌଲତାବାଦ। କିଏ ତାଙ୍କର ଲେଖାରେ ପ୍ରକାଶ କରିଛନ୍ତି? 16 ନମ୍ବରର ଉତ୍ତରଟି ପିଲାମାନେ ହେବ ଏ ଇବାନ ବାତୁତା। ସେ ସମୟର ସେ ପରିଭ୍ରାଜକ ଥିଲେ। ମହମ୍ମଦ ବିନ୍ ତୁଗଲକଙ୍କ ବିଷୟରେ ଅନେକ ତଥ୍ୟ ରଚନା କରିଛନ୍ତି ତାଙ୍କ ଶାସନ ବିଷୟରେ। ସେ ମଧ୍ୟ ଏହା କଥା ଲେଖିଛନ୍ତି ଯେ ମହମ୍ମଦ ବିନ୍ ତୁଗଲକ ଯେତେବେଳେ ଦିଲ୍ଲୀରୁ ଦୌଲତାବାଦ ବା ଦେବଗିରିକୁ ତାଙ୍କର ରାଜଧାନୀ ପରିବର୍ତ୍ତନ କଲେ, ସେଇଠାରେ ଯିବା ସମୟରେ ସେ ଅନ୍ଧ ଆଉ ଛୋଟାଙ୍କୁ ମଧ୍ୟ ଛାଡ଼ି ନଥିଲେ, ପୁଲ୍ କରିକି ନେଇଥିଲେ, ଝିକି ଝିକି ନେଇଥିଲେ। ତାପରେ ଆମେ ଦେଖିବା ପିଲାମାନେ 17 ନମ୍ବର ପ୍ରଶ୍ନ। ମହମ୍ମଦ ବିନ୍ ତୁଗଲକ ୱାଜ୍ ବିଲଙ୍ଗ ଫ୍ରମ୍। ମହମ୍ମଦ ବିନ୍ ତୁଗଲକ କେଉଁଠୁ ବିଲଙ୍ଗ କରୁଛନ୍ତି?
ଆରବିଆନ, ତୁର୍କିଶ, ପର୍ସିଆନ, ଆଫଗାନ। ତ ପିଲାମାନେ 17 ନମ୍ବରର ଉତ୍ତରଟା ହେବ ବି ତୁର୍କିଶ। ତୁର୍କିଶରୁ ସେ ବିଲଙ୍ଗ କରୁଥିଲେ ମହମ୍ମଦ ବିନ୍ ତୁଗଲକ। ତାପରେ ଆମେ ଦେଖିବା ପିଲାମାନେ 18 ନମ୍ବର ପ୍ରଶ୍ନ, ହୁ ଫେସ୍ଡ ପ୍ରୋଟେକ୍ଟ among the Delhi Sultan to remove the name of the Khalifa from his coin and he was forced to inscribe the name of Khalifa again on the coin. Alauddin Khilji, Ghiyasuddin Tughlaq, Muhammad bin Tughlaq, none of them. ପ୍ରଶ୍ନଟିକୁ ବୁଝି ରଖନ୍ତୁ, କିଏ ଫେସ୍ କରିଥିଲେ ପ୍ରୋଟେଷ୍ଟ ଏମଙ୍ଗ ଦ ଦିଲ୍ଲୀ ସୁଲତାନ୍ସ? ଦିଲ୍ଲୀ ସୁଲତାନ ମାନଙ୍କ ମଧ୍ୟରୁ ଯାହାକୁ କି ତାଙ୍କ ନିଜ ମୁଦ୍ରାରେ ସେ ଖଲିଫାଙ୍କର କଏନକୁ ଏରେଜ୍ କରିଦେଇଥିଲେ, ରିମୁଭ୍ କରିଦେଇଥିଲେ। ଖଲିଫା ବୋଲି ଆଉ ଲେଖୁନଥିଲେ, କାହିଁକି? ଇସଲାମ ଧର୍ମର ଶାସକମାନେ ଖଲିଫାମାନଙ୍କୁ ସମ୍ମାନ ଦେଉଥିଲେ ଏବଂ ତାଙ୍କର ମୁଦ୍ରାରେ ଖଲିଫାମାନଙ୍କ ବିଷୟରେ ଲେଖାଯାଉଥିଲା ବା ତାଙ୍କ ନାମ ଲେଖାଯାଉଥିଲା। ଏ ଖଲିଫାଙ୍କ ନାଁରୁ ଇଏ ଏରେଜ୍ କରିଦେଇଥିଲେ, ରିମୁଭ୍ କରିଦେଇଥିଲେ, ଲେଖିନଥିଲେ। କିନ୍ତୁ ପରେ ତାଙ୍କ ଉପରେ ଏତିକି ଫୋର୍ସ ଆସିଲା, ଦବାବ ଆସିଲା, ଯାହାକି ଖଲିଫା ନାଁକୁ ପୁଣି ଥରେ ସେ କଏନରେ ଲେଖିଥିଲେ। ଏଇଟା ପିଲାମାନେ ଆଲାଉଦ୍ଦିନ ଖିଲଜି, ଗିୟାସୁଦ୍ଦିନ ତୁଗଲକ, ମହମ୍ମଦ ବିନ୍ ତୁଗଲକ ଯେଉଁ ରହିଛି, ଏ ଭିତରେ ଉତ୍ତରଟି ହେବ ସି ମହମ୍ମଦ ବିନ୍ ତୁଗଲକ। ସେ ହିଁ ପ୍ରଥମେ ଏରେଜ୍ କରିଥିଲେ ଏବଂ ପରେ ସେ ଖଲିଫାଙ୍କ ପ୍ରେସରରେ ଆଉ ଥରେ ତାଙ୍କ ମୁଦ୍ରାରେ ଲେଖିଥିଲେ। ହୁ ୱାଜ୍ ସରାଇ ଆଦଲ ଇନ୍ ଦ ଟାଇମ୍ ଅଫ୍ ଆଲାଉଦ୍ଦିନ ଖାଲଜି? ଖିଲଜି ହେବ ପିଲାମାନେ, ଏଲ୍ଡା ଭୁଲ ପ୍ରିଣ୍ଟିଂ। କିଏ ସରାଇ ଅଦଲ ଆଲାଉଦ୍ଦିନ ଖିଲଜିଙ୍କ ସମୟରେ? ମାର୍କେଟ, ମିଲିଟାରୀ କ୍ୟାମ୍ପ, ଫ୍ୟୁଡାଲ ଲର୍ଡସ୍, ସ୍ପାଏ ଡିପାର୍ଟମେଣ୍ଟ। 19ର ଉତ୍ତରଟା ପିଲାମାନେ ହେବ ଏ ମାର୍କେଟ। ମାର୍କେଟକୁ କୁହାଯାଉଥିଲା ସରାଇ ଅଦାଲ। ବଜାରକୁ, ଆଲାଉଦ୍ଦିନ ଖିଲଜିଙ୍କର ବଜାରକୁ କୁହାଯାଉଥିଲା ସରାଇ ଅଦାଲତ। 19ର ଉତ୍ତର ହେବ ଏ। এই ভিডিওর শেষ প্রশ্ন 20 নম্বর প্রশ্নକୁ ଦେଖିବା। হু ওয়াজ দ্য ফার্স্ট সুলতান টু বি ফ্রি ফ্রম দ্য ইনফ্লুয়েন্স অফ উলেমাস? কিଏ ପ୍ରଥମ ସୁଲତାନ ଦିଲ୍ଲୀର ଯିଏକି ଉଲେମାଙ୍କର ପ୍ରଭାବରୁ ସେ ଫ୍ରି ଥିଲେ, ମୁକ୍ତ ଥିଲେ, କୌଣସି ଉଲେମାର ପ୍ରଭାବରେ ସେ ପଡ଼ିନଥିଲେ? ଇଲତୁତମିଶ, ଫର୍ଜ ତୁଗଲକ, ଆଲାଉଦ୍ଦିନ ଖିଲଜି, କାଇକୁବାଦ। ତ ପିଲାମାନେ 20 ନମ୍ବରର ଉତ୍ତରଟା ବସି ଆଲାଉଦ୍ଦିନ ଖିଲଜି। ଆଲାଉଦ୍ଦିନ ଖିଲଜି କୌଣସି ଉଲେମାଙ୍କୁ ମାନୁନଥିଲେ ଏବଂ ସେ ରାଜ୍ୟର ହିତ ଦୃଷ୍ଟିରେ ନିଜକୁ ଯାହା ଠିକ୍ ଲାଗୁଥିଲା ତାହା କରୁଥିଲେ। ମୁଁ ଆଶା କରୁଛି ଆମର ଏହି ଆଲୋଚନା ଆପଣମାନଙ୍କର ଆଗାମୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସହାୟକ ହେବ। ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସମସ୍ତ ପ୍ରତିଯୋଗୀମୂଳକ ଗ୍ରୁପରେ ସେୟାର କରନ୍ତୁ। ବନ୍ଦେ ଉତ୍କଳ ଜନନୀ।